ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ କୋରିକାସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପୁଣି ଥରେ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତ ବର୍ଷର ମେଧାବୃତ୍ତି ପରୀକ୍ଷାର ଫଳାଫଳରେ ଏହି ଶିକ୍ଷା କେନ୍ଦ୍ରର 2 ଜଣ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଗୌରବ ଆଣିଛନ୍ତି। ଗୋବିନ୍ଦାଗଡ଼ିଆ ଗାଁର ସନ୍ତୋଷ କୁମାର ବଳଙ୍କର କନ୍ୟା ବନ୍ଦନା ପରିମିତା ବଳ ମେଧାବୃତ୍ତି ପରୀକ୍ଷାରେ ଭଦ୍ରକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସମଗ୍ର ଓଡ଼ିଶାରେ 11ତମ ସ୍ଥାନ ହାସଲ କରିଛନ୍ତି। ବନ୍ଦନା ପରିମିତା ବଳ କୋଉ ସ୍କୁଲ ପାଠ ପଢୁଛ? ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରିଙ୍ଗା କୋଉ ଜାଗା ଏଟା? କୋରିଙ୍ଗା। କୋରିଙ୍ଗା ସ୍କୁଲ। କେତେ ନମ୍ବର ସ୍ଥାନରେ ଅଛ ମା? ମୁଁ ଓଡ଼ିଶାରେ 11 ନମ୍ବର ର୍ୟାଙ୍କରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି। କୋଉ ପରୀକ୍ଷା ଦେଇଥିଲୁ ମା? ମେଧାବୃତ୍ତି। ମେଧା ପରୀକ୍ଷା ଦେଇଥିଲୁ। ଆଉ ଏ ଯୋଉ ତମେ ପାଠ ପଢୁଥିଲ ହେଲା, ତୁମମାନଙ୍କୁ ବେଶୀ ପ୍ରୋତ୍ସାହନ କିଏ ଦିଅନ୍ତି ଆଉ କିଏ ତୁମେ ବେଶୀ ଗାର୍ଡିଆନସିପ୍ କରନ୍ତି? କେଉଁ ସାର୍ ଗାର୍ଡିଆନସିପ୍ କରନ୍ତି ତୁମକୁ? ମୋର ସମସ୍ତ ଗୁରୁଜୀ ଗୁରୁମା ମୋତେ ସାହାଯ୍ୟ କରିଥିଲେ ପାଠ ପଢ଼ିବାରେ। ମୁଁ ଆଜି ତାଙ୍କରି ପାଇଁ ଏତିକି ସ୍ଥାନରେ ପହଞ୍ଚିଛି। ବାପା ମାଆଙ୍କର ସହଯୋଗ କରନ୍ତି ପାଠ ପଢ଼ିବା ପାଇଁ? କ'ଣ କୁହନ୍ତି ବାପା ମା ତତେ? ତାଙ୍କ ପାଇଁ ବି ମୁଁ ଏତେ ସ୍ଥାନରେ ପହଞ୍ଚିଛି। ଠିକ୍ ଅଛି, ଧନ୍ୟବାଦ। ସେହିପରି ବିରିଗଡ଼ିଆ ଗାଁର ଜଗବନ୍ଧୁ ବସନ୍ତିଆଙ୍କ ପୁଅ ଆୟୁଷ୍ମାନ ବସନ୍ତିଆ ଭଦ୍ରକ ଜିଲ୍ଲାରେ 2ୟ ସ୍ଥାନ ଏବଂ ରାଜ୍ୟରେ 4ତମ ସ୍ଥାନ ଅଧିକାର କରି ଶିକ୍ଷା କେନ୍ଦ୍ରର ସୁନାମକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି। ବାବୁ ତମ ନାଁ କ'ଣ କିରେ? ମୋ ନାମ ଆୟୁଷ୍ମାନ ବସନ୍ତିଆ। କେଉଁ ସ୍କୁଲରେ ପାଠ ପଢ଼ୁଛ? ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୋରିଙ୍ଗା। କେଉଁ ଜାଗା ଏଇଟା? କୋରିଙ୍ଗା ସ୍କୁଲ। କୋରିଙ୍ଗା ସ୍କୁଲ। ବାବୁ ତମେ କେତେ ନମ୍ବର ସ୍ଥାନରେ ଅଛ? ଯେଉଁ ମେଧାବୃତ୍ତି ପରୀକ୍ଷା ହେଇଥିଲା କେତେ ନମ୍ବର ସ୍ଥାନରେ ଅଛ? ମେଧାବୃତ୍ତି ପରୀକ୍ଷାରେ 14 ନମ୍ବର ର୍ୟାଙ୍କରେ ଅଛି। ଭଦ୍ରକ ଜିଲ୍ଲାରେ କେତେ ନମ୍ବର ସ୍ଥାନରେ ଅଛ? ଭଦ୍ରକ ଜିଲ୍ଲାରେ 2ୟ ସ୍ଥାନରେ ଅଛି। ବେଶୀ ତମ ସ୍କୁଲରେ କେଉଁ ମାନେ ଭଲ ପାଠ ପଢ଼ାନ୍ତି? ସଫଳତା ପରେ ଉଭୟ କୃତି ଛାତ୍ରଛାତ୍ରୀ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଆମ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଗୁରୁଜୀ ଏବଂ ଗୁରୁମାମାନେ ଅତ୍ୟନ୍ତ ନିଷ୍ଠା ଏବଂ ଯତ୍ନ ଏବଂ ନିଆରା ଢଙ୍ଗରେ ପାଠ ପଢ଼ାନ୍ତି। ସେମାନଙ୍କର ଉତ୍ସାହ, ମାର୍ଗଦର୍ଶନ ଓ ନିରନ୍ତର ପରିଶ୍ରମ ଆମକୁ ଏ ସଫଳତା ଆଣିଦେଇଛି। এই ସ୍କୁଲର ଜଣେ ଗୁରୁଜୀ ନା ଗୁରୁମା, ଆଉ ଏହି ସ୍କୁଲର 2009 ମସିହାରେ ସ୍ଥାପିତ ହୋଇଥିଲା। ଯାହା ହଉ ବହୁତ ପରିଶ୍ରମ ପରେ ଏହି ସ୍କୁଲଟି ଏକ ବେସରକାରୀ ଅନୁଷ୍ଠାନ ଭାବେ ଏକ ବଡ଼ ସ୍କୁଲ ଭାବେ ଅନୁଷ୍ଠିତ ହୋଇ ଆସିଲାଣି। ଆଉ ଏହି ସ୍କୁଲରେ ଯାହା ହଉ ଛୁଆମାନଙ୍କର ପାରିଶ୍ରମିକ ଆମେ କ'ଣ ପରିଶ୍ରମ କରୁଛୁ ସେଇଟା ଛୁଆ ଯେତେବେଳେ ଗୋଟେ ଭଲ ଷ୍ଟ୍ରେନ୍ଥରେ ହେଇକି ଠିଆ ହେଉଛି କିମ୍ବା ଗୋଟେ ରାଜ୍ୟସ୍ତର ହେଉ କିମ୍ବା ଜିଲ୍ଲା ସ୍ତରରେ ଯେତେବେଳେ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି, ସେଟା ଆମେ ଦେଖିକି ଆମର ପରିଶ୍ରମର ଫଳ ଆମେ ଜାଣିପାରୁଛୁ। ଏହି କୃତିତ୍ୱର ଶ୍ରେୟ ଆମ ଗୁରୁଜୀ ଗୁରୁମା, ଅଭିଭାବକ ଏବଂ ଶିକ୍ଷା କେନ୍ଦ୍ରକୁ ଯାଉଛି। ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ କହିଛନ୍ତି ଯେ କେବଳ ପାଠ୍ୟପୁସ୍ତକ ନୁହେଁ, ଛାତ୍ରଛାତ୍ରୀଙ୍କର ମାନସିକ ବିକାଶ, ନୈତିକ ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ପରିଣାମ ସ୍ୱରୂପ ଛାତ୍ରଛାତ୍ରୀମାନେ ଜିଲ୍ଲା ଓ ରାଜ୍ୟ ସ୍ତରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ସ୍କୁଲ ସରସ୍ୱତୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଯେଉଁ ପିଲାଟି ଆପଣଙ୍କର ଅଧ୍ୟୟନ କରୁଥିଲା ବର୍ତ୍ତମାନ ରାଜ୍ୟର 11 ନମ୍ବର ସ୍ଥାନରେ ଏବଂ ଆପଣ ସ୍କୁଲର 3 ନମ୍ବର ସ୍ଥାନରେ ଅଛି, କ'ଣ କହିବେ ଆଜି? ନା ମୁଁ ହେଉଛି ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଆସିଷ୍ଟାଣ୍ଟ ହେଡ଼ମାଷ୍ଟର କୋରିଗାଁ। ଆମ ବିଦ୍ୟାଳୟର ଜଣେ ପିଲା ପାଇନାହିଁ ରାଜ୍ୟସ୍ତରୀୟ ବୃତ୍ତିରୁ ଜଣେ ପିଲା ପାଇନାହିଁ, 2 ଜଣ ପିଲା ପାଇଛନ୍ତି। 3ୟ ଶ୍ରେଣୀର ଜଣେ ଛାତ୍ରୀ ଆଉ ଜଣେ ଛାତ୍ର। ସେ ଛାତ୍ରୀଙ୍କ ନାଁ ହେଲା ବନ୍ଦନା ପରିମିତା ବଳ, ଯିଏକି ବର୍ତ୍ତମାନ 4ର୍ଥ ଶ୍ରେଣୀରେ ପଢ଼ୁଛି। ସେ 3ୟ ଶ୍ରେଣୀରେ ପରୀକ୍ଷାଟି ଦେଇଥିଲା। ଆଉ ଜଣେ ପୁଅ ପିଲା ଛାତ୍ର, ତାଙ୍କ ନାଁ ହେଉଛି ଆୟୁଷ୍ମାନ ବସନ୍ତିଆ, ସେ ବି ସେଇ 3ୟ ଶ୍ରେଣୀର ଜଣେ ଛାତ୍ର। ଏମାନେ ବଢ଼ିଆ ତାଙ୍କର ଅଭିଜ୍ଞତା ହାସଲ କରିଛନ୍ତି, ତା ପ୍ରତିଭାଟା ହାସଲ କରିଛନ୍ତି, ଯାହାଫଳରେ ଓଡ଼ିଶାର ଜଣେ ସେ ଝିଅ ପିଲାଟି ଯେ ବନ୍ଦନା ପରିମିତା ବଳ, ସେ 11 ନମ୍ବର ସ୍ଥାନରେ, ଓଡ଼ିଶା ରାଜ୍ୟ ସ୍ତରରେ 11 ନମ୍ବର ସ୍ଥାନରେ ଅଛି। ତା ସହିତ ଜିଲ୍ଲାରେ ମଧ୍ୟ ପ୍ରଥମ ସ୍ଥାନରେ ସେ ଛାତ୍ରୀ ଜଣକ ଅଛି। ସେ ପୁଅ ପିଲାଟି ଜଣେ ମଧ୍ୟ 14 ନମ୍ବର ସ୍ଥାନରେ ଅଛି, ସେ ବି ମଧ୍ୟ ଜିଲ୍ଲାରେ 2ୟ ସ୍ଥାନରେ ଅଛି। ତେଣୁ ଏହା ହେଉଛି ଆମ ବିଦ୍ୟାଳୟ ତରଫରୁ ଇଏ ହେଉଛି ଗୋଟେ
ଅତି ଗୌରବର କଥା। କାରଣ ଆମ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ଅକ୍ଳାନ୍ତ ପରିଶ୍ରମ କରି ଅଧ୍ୟୟନରତ ଅଛନ୍ତି, ଯାହାଫଳରେ ସେ ପିଲା ଦୁଇ ଜଣ ଆଜି କୃତି ହାସଲ କରିଥିବାରୁ ଆମକୁ ନିଜକୁ ମୋତେ ଗୌରବାନ୍ୱିତ ମନେ ହେଉଛି। ତା ସହିତ ସେମାନଙ୍କର ପିତାମାତା ସିଏ ବି ସଚେତନ, କାରଣ ଏଠି ପିତାମାତା ହେଲେ ପ୍ରଥମ ଶିକ୍ଷକ ଯାହାକୁ କୁହାଯାଏ। ସେମାନେ ଚେଷ୍ଟା ନ କଲେ ପିଲା ଗୋଟେ ଆଗକୁ ବଢ଼ିପାରିବନି କି ଗୋଟେ ଭଲ ମଣିଷ ହେଇପାରିବନି। କିନ୍ତୁ ପିତାମାତା ଏଠି ବହୁତ ଗୁରୁତ୍ୱପୂର୍ଣ୍ଣ ଅର୍ଜନ କରୁଛି। ତାଙ୍କ ପିତାମାତାଙ୍କୁ ଆମେ ଧନ୍ୟବାଦ ଅର୍ପଣ କରିବୁ ଯେ ସେମାନେ ତାଙ୍କ ପିଲାକୁ କେମିତି ଭଲ ପଢ଼ି ଗୋଟେ ଭଲ ମଣିଷ ତିଆରି ହେବ ସେଥିରେ ସେ ଆଗେଇଛନ୍ତି। ଯାହା ବି ଗୋଟେ ଭଲ କଥା, ଆମ ବିଦ୍ୟାଳୟ ତରଫରୁ ଦୁଇଟି ପିଲା ଆମର ରାଜ୍ୟ ସ୍ତରରେ ମାନ୍ୟତା ହାସଲ କରିଛନ୍ତି, ଉଇଥି ଜିଲ୍ଲାରେ ବି ପ୍ରଥମ ଦ୍ୱିତୀୟ ମାନ୍ୟତା ହାସଲ କରିଥିବାରୁ ଆମେ ନିଜକୁ ଗୌରବିତ ଅର୍ଜନ କରୁଛୁ। ଏହି ସଫଳତା ପରେ ଶିକ୍ଷା କ୍ଷେତ୍ରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଶିକ୍ଷକ, ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ କୃତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଏବଂ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଆହୁରି ବଡ଼ ସଫଳତା ହାସଲ କରି ଭଦ୍ରକ ଜିଲ୍ଲା ଓ ଓଡ଼ିଶାର ନାମ ରଖିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି। ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏହି ସଫଳତା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଥିବା ବେଳେ ଏହା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି। ଭଦ୍ରକରୁ ପ୍ରଭାକର ବାରିକ ରିପୋର୍ଟ, ଜାଗୃତି ଲାଇଭ୍ ମିଡିଆ।